ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଆମମାନେ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କର ପ୍ରେୟର ପଏଣ୍ଟ ଗୁଡ଼ିକକୁ ଆମେ ପଢୁଛୁ ଆଉ ପ୍ରାର୍ଥନା କରୁଛୁ ଆଉ ବିଶ୍ୱାସ କରୁଛୁ ପରମେଶ୍ୱର ଆପଣମାନଙ୍କ ଜୀବନରେ ଅଦ୍ଭୁତ କାମ ଗୁଡ଼ିକ କରୁଥିବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବାପ୍ତିସ୍ମ ନ ନେଇ ପ୍ରଭୁ ଭୋଜ ନେବା ଉଚିତ କି? ଆଉ ଥରେ ଶୁଣିବେ, ବାପ୍ତିସ୍ମ ନ ନେଇ ପ୍ରଭୁ ଭୋଜ ନେବା ଉଚିତ କି? ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା କରିବା। ଅନେକ ଜଣ ଅଛନ୍ତି ଯେ ପ୍ରଭୁ ଭୋଜ ନେବା ପାଇଁ ବାପ୍ତିସ୍ମର କୌଣସି ଆବଶ୍ୟକ ନାହିଁ। ଆପଣଙ୍କର ଯଦି ପରିତ୍ରାଣ ହେଇଯାଇଛି, ଉଦ୍ଧାର ପାଇଯାଇଛନ୍ତି, ତାହେଲେ ଆପଣ ବାପ୍ତିସ୍ମ ପ୍ରଭୁ ଭୋଜ ଆପଣ ନେଇପାରିବେ। ବାପ୍ତିସ୍ମ କୌଣସି ପ୍ରକାର ଆବଶ୍ୟକ ନାହିଁ। ଆପଣଙ୍କର ଯଦି ପୁନର୍ଜନ୍ମ ହେଇଯାଇଛି, ଆପଣ ଉଦ୍ଧାର ପାଇଯାଇଛନ୍ତି, ତାହେଲେ ଆପଣ ନିହାତି ଆପଣ ପ୍ରଭୁ ଭୋଜ ନେଇପାରିବେ। କାରଣ ମାର୍କଲିଖିତ ସୁସମାଚାର ଏହାର 16 ଅଧ୍ୟାୟର 16 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କହନ୍ତି, ଏତେ ସୁନ୍ଦର ଭାବରେ କହନ୍ତି, ଲେଖାଯାଏ 16 ଅଧ୍ୟାୟର 16 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢୁଅଛି, ଯେ ବିଶ୍ୱାସ କରି ବାପ୍ତିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ପ୍ରିୟମାନେ, ପରିତ୍ରାଣ ଆଉ ବାପ୍ତିସ୍ମ ମଧ୍ୟ ଜଡ଼ିତ ହେଇକି ରହିଅଛି। ବାପ୍ତିସ୍ମ ମଧ୍ୟ କଣ ଜାଣିବାର ଅଛି? ବାପ୍ତିସ୍ମ ଗୋଟେ ସମାଧି ନେବାଟା, ଆମ ଜୀବନରେ ଥିବା ପୁରାତନ ସ୍ୱଭାବକୁ ନେଇ ଏହା ଯୀଶୁଙ୍କ ସହିତ ସମାଧିରେ ପୋତି ଦେବାଟା। ରୋମିଓରେ ବାପ୍ତିସ୍ମର ଡକ୍ଟ୍ରିନ ବିଷୟରେ ସେ କହୁଛନ୍ତି ଯେ ବାପ୍ତିସ୍ମର ଡକ୍ଟ୍ରିନ କଣ ଅଟେ? ଆମ୍ଭମାନଙ୍କର ପୁରାତନ ସ୍ୱଭାବ, ଆଦମଙ୍କର ସ୍ୱଭାବ, ସେଇ ସ୍ୱଭାବକୁ ନେଇ ଆମେ ଜଳରେ ଆମେ କଣ କରୁଛୁ? ସମାଧି ଦେଇ ଆମମାନେ ପୁନର୍ବାର ଖ୍ରୀଷ୍ଟଙ୍କ ସ୍ୱଭାବରେ ଆମେ ଉଠୁଅଛୁ। ଗାଲାତୀୟ ପୁସ୍ତକ ଲେଖାଗଲା ଯେ ଯୋଉମାନେ ବାପ୍ତିସ୍ମ ନେଉଛନ୍ତି ସେମାନେ ଖ୍ରୀଷ୍ଟଙ୍କୁ ପରିଧାନ କରୁଛନ୍ତି। ପ୍ରିୟମାନେ, ଆମେ ପୁରାତନ ସ୍ୱଭାବକୁ ନ ପୋତି ଖ୍ରୀଷ୍ଟଙ୍କୁ ପରିଧାନ ନ କରି ଆମେ କି ପ୍ରକାର ଭାବରେ ଆମେ ପ୍ରଭୁ ଭୋଜ ନେଇପାରିବା? ଆମେ এই ବିଷୟରେ ମଧ୍ୟ ଆମକୁ ଧ୍ୟାନ ଦେବାର ଆବଶ୍ୟକ ରହିଅଛି। ଆମେ ବିନା ବାପ୍ତିସ୍ମରେ ମଧ୍ୟ ପରିତ୍ରାଣ ପାଇଯାଉଛନ୍ତି, ହେଲେ ବାପ୍ତିସ୍ମ କଣ ଆବଶ୍ୟକ ରହିଅଛି? ହେଲେ ବାପ୍ତିସ୍ମର ପରମ୍ପରାକୁ ଆମମାନଙ୍କ ବାଇବଲରୁ ଆମକୁ ବାହାର କରିଦେବାର ଆବଶ୍ୟକ ରହିଅଛି। କୌଣସି ଆବଶ୍ୟକ ନାହିଁ ଏ ଧର୍ମ କର୍ମ କରିବା ପାଇଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ସେ ବାପ୍ତିସ୍ମ ନେଲେ। ବାପ୍ତିସ୍ମ କେତେ ଇମ୍ପୋର୍ଟାଣ୍ଟ! ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ପାପ କରିନଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମନ ପରିବର୍ତ୍ତନ କରିବାର ଆବଶ୍ୟକ ନଥିଲା, ହେଲେ ମଧ୍ୟ ସେ ବାପ୍ତିସ୍ମ ନେଲେ। ସେ ପ୍ରିୟମାନେ, ବାଇବଲ ଆମମାନଙ୍କୁ ଶିଖାଏ, ଯଦି ପଢିବା ପ୍ରେରିତ ପୁସ୍ତକ ଏହାର 2 ଅଧ୍ୟାୟ 41 ପଦ, ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିତ ହେଲେ, ଆଉ ସେହି ଦିନ ପ୍ରାୟ 300 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। ବାପ୍ତିସ୍ମ ନେଲେ କିଏ ନେଲେ? ଯେଉଁମାନେ ବାକ୍ୟକୁ ଗ୍ରହଣ କଲେ, ଯୋଉ ବାକ୍ୟ ପିତର ପ୍ରଚାର କଲେ, ସେହି ବାକ୍ୟକୁ, ସେ ସୁସମାଚାରକୁ ଏମାନେ ଗ୍ରହଣ କଲା ପରେ ସେମାନେ ବାପ୍ତିସ୍ମ ନେଲେ। ତା ପଛେ ଲେଖାଯାଏ, ସେ ବାପ୍ତିସ୍ମ ନେଲା ପରେ 42 ପଦରେ ସେମାନେ ପ୍ରେରିତମାନଙ୍କ ଶିକ୍ଷାରେ, ସହଭାଗିତାରେ, ରୋଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ। ବାପ୍ତିସ୍ମ ନ ନଉଣୁ ସେମାନେ ପ୍ରେରିତମାନଙ୍କ ଶିକ୍ଷାରେ ଆସିଲେ ନାହିଁ। ବାପ୍ତିସ୍ମ ନ ନଉଣୁ ସହଭାଗିତାରେ ଆସିନାହାନ୍ତି। ବାପ୍ତିସ୍ମ ନେଲା ପରେ ସେମାନେ ରୋଟି ଭାଙ୍ଗିଲେ। ବାପ୍ତିସ୍ମ ନେଲା ପରେ ସେମାନେ ପ୍ରଭୁ ଭୋଜର ଅଂଶୀ ହେଉଥିଲେ। ସେମାନେ ଏହା ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ। ଯଦି ଆମେ ପଢିବା 1 Corinthians 10 ଅଧ୍ୟାୟରେ 1 ପଦରୁ, କାରଣ ହେ ଭାଇମାନେ, ଆମ୍ଭେମାନଙ୍କର ପିତୃପୁରୁଷ ମାନେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିତ ହେଲେ, ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ
ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କର ଅନୁବର୍ତ୍ତିତ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେଇ ଶୈଳ ଖ୍ରୀଷ୍ଟ ଥିଲା। ଖ୍ରୀଷ୍ଟ ଏଇଠି ଆମେ ଦୁଇଟା ସ୍କ୍ରିପ୍ଚର ଆମେ ଦେଖୁଛୁ ଯେ ବାପ୍ତିସ୍ମ ନେଲା ପରେ ହିଁ ସେମାନେ ପ୍ରଭୁ ଭୋଜର ଅଂଶୀ ହେଇଛନ୍ତି, ପାରମାର୍ଥିକ ଭୋଜନ ସେମାନେ ଖାଇଅଛନ୍ତି। ଆମମାନଙ୍କର ବାପ୍ତିସ୍ମ ଆମମାନଙ୍କର ଜୀବନରେ ବହୁତ ଆବଶ୍ୟକ ରହିଅଛି। ଯୋଉ ବିଷୟ ଗୁଡ଼ିକ ପ୍ରଭୁ ଆମମାନଙ୍କୁ ଆଜ୍ଞା ଦେଇଛନ୍ତି ଯେ ତମେ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ, ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞା ଅଟେ। ଏହି ଆଜ୍ଞାକୁ ଆମକୁ ପାଳନ କରିବାକୁ ପଡ଼ିବ। ଯୋଉମାନେ କହୁଛନ୍ତି ଯେ ବିନା ବାପ୍ତିସ୍ମରେ ଆମକୁ ପରିତ୍ରାଣ ମିଳିଗଲାଣି, ଆଉ ଆମକୁ କୌଣସି ପ୍ରକାର ବାପ୍ତିସ୍ମ ନେବାର ଆବଶ୍ୟକ ନାହିଁ, ଆମେ ପ୍ରଭୁ ଭୋଜ ଆମେ ଖାଇପାରିବା, এই ପ୍ରକାର କୌଣସି ପ୍ରକାର ସ୍କ୍ରିପ୍ଚର ଆମେ ବାଇବଲରେ ଆମେ ଦେଖୁନୁ। ବିନା ବାପ୍ତିସ୍ମରେ କିଏ ପ୍ରଭୁ ଭୋଜ ନେବାଟା ଆମେ ଦେଖୁନୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯେତେବେଳେ ତାଙ୍କର ଶେଷ ରାତ୍ର ଭୋଜ ପ୍ରସ୍ତୁତ କଲେ, ସେହି ସମୟରେ ସମସ୍ତଙ୍କୁ ସେ ନିମନ୍ତ୍ରଣ କରିନାହାନ୍ତି। ଯାହା ଘରେ ପ୍ରଭୁ ଭୋଜ କରାଗଲା ସେଇ ଘରର ମାଲିକକୁ ମଧ୍ୟ ସେ ଡାକି ନାହାନ୍ତି, ତାଙ୍କୁ ମଧ୍ୟ ସେହି ପ୍ରଭୁ ଭୋଜର ଅଂଶୀ ହେବା ପାଇଁ ଦେଇନାହାନ୍ତି। ମାତ୍ର ଯୋଉମାନେ ତାଙ୍କ ସହିତ ଥିଲେ, ଯୋଉମାନେ ପରିତ୍ରାଣ ପ୍ରାପ୍ତ ହେଇଥିଲେ, ସେହି ପ୍ରକାର ସେ ଶିଷ୍ୟମାନେ ବାପ୍ତିସ୍ମ ନେଇଛନ୍ତି ପ୍ରିୟମାନେ। କାରଣ ସେମାନେ କିଏ ଜହନଙ୍କର ଶିଷ୍ୟ ଥିଲେ, ଆଉ ସେହି ସମୟରେ ଜହନ ମନ ପରିବର୍ତ୍ତନ ବାପ୍ତିସ୍ମ ଘୋଷଣା କରୁଥିଲେ। ସେମାନେ ବାପ୍ତିସ୍ମ ନେଇ ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦଳରେ ଆସିଛନ୍ତି, ଆଉ ଯୀଶୁଖ୍ରୀଷ୍ଟ ସେମାନଙ୍କ ସହିତ ରୋଟି ଭାଙ୍ଗୁଛନ୍ତି, ବାହାର ଲୋକମାନଙ୍କ ସହିତ ସେ ରୋଟି ଭାଙ୍ଗୁନାହାନ୍ତି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ ଯେ ବାପ୍ତିସ୍ମ ନ ନେଇ ପ୍ରଭୁ ଭୋଜ ନେଇ ହେବ କି? ଆମେ ଏଇ ପ୍ରସଙ୍ଗରେ ଆମେ କଥାବାର୍ତ୍ତା ହେଉଛୁ। ଆମେ ବାଇବଲ ଆମମାନଙ୍କୁ କଣ କହେ, ଆମେ ସେଇ ବିଷୟକୁ ଆମେ ଧରି ରଖିବାର ଆବଶ୍ୟକ ରହିଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ବାଇବଲ ଲେଖାଯାଏ, ଯେ କେହି ଅଯୋଗ୍ୟ ଭାବରେ ଏହି ମେଜର ଅଂଶୀ ହୁଏ, ରୋଟି ଭାଙ୍ଗେ, ଯୀଶୁ ଖ୍ରୀଷ୍ଟଙ୍କର ସେହି ରକ୍ତର ସେ ସହଭାଗିତା ହୁଏ, ତାହେଲେ ସେ ଦଣ୍ଡ ନିମନ୍ତେ ହୁଏ। ଆମେ ବାପ୍ତିସ୍ମ ନ ନେଇ ପ୍ରଭୁ ଭୋଜର ଅଂଶୀ ହେବା, ଏହା କୌଣସି ପ୍ରକାର ଭାବରେ ବିଧିସଙ୍ଗତ ନୁହେଁ। ସେଥିପାଇଁ ଆମକୁ ବାପ୍ତିସ୍ମ ନେବାକୁ ପଡ଼ିବ। ବାପ୍ତିସ୍ମ ନେଲା ପରେ, ବାପ୍ତିସ୍ମ ନେଇ ଆମର ପାପ ଗୁଡ଼ିକକୁ ଧୋଇ ହେଇ ଆମମାନେ ପୁରାତନ ସ୍ୱଭାବକୁ ସମାଧି ଦେଇ ଖ୍ରୀଷ୍ଟଙ୍କୁ ପରିଧାନ କରି ଆମେ ପ୍ରଭୁ ଭୋଜର ଅଂଶୀ ହେବ। ଅନେକ ଜଣ ଅଛନ୍ତି, ସେମାନେ ବାପ୍ତିସ୍ମ ନେଉଛନ୍ତି ସିନା, ସେମାନେ ପରିତ୍ରାଣ ପାଇନାହାନ୍ତି। ସେଟା ସେମାନେ ଦାୟୀ ହେବେ। ସେମାନଙ୍କୁ ବାପ୍ତିସ୍ମ ନେବା ପୂର୍ବରୁ ପଚରାଯାଏ ଯେ ତୁମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିଛ କି? ଆଉ ତୁମେ ବାପ୍ତିସ୍ମ ନେଲା ପରେ ପ୍ରଭୁଙ୍କ ସହଭାଗିତାରେ ପବିତ୍ର ଜୀବନ ଯାପନ କରିବା ପାଇଁ ଇଚ୍ଛା କରୁଛ କି? ଏଟା ପଚରାଯାଏ। ଏହାପରେ ତାଙ୍କୁ ଆମେ ବାପ୍ତିସ୍ମ ଦେଉଅଛୁ ଆମେ। ଆଉ ଯଦି ସେମାନଙ୍କର ମୁଖର ସ୍ୱୀକୃତି ଅନୁସାରେ ନାହିଁ, ଏବେ ଯାଏ ମୁଁ ପ୍ରଭୁଙ୍କ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିନାହିଁ, ମୁଁ ବାପ୍ତିସ୍ମ ନେଲା ପରେ ମଣ୍ଡଳୀ ସହଭାଗିତାରେ ଜୀବନ ଯାପନ କରିବା ପାଇଁ ଚାହୁଁନାହିଁ, ତାଙ୍କୁ କିଏ ବାପ୍ତିସ୍ମ ମଧ୍ୟ ଦେବେ ନାହିଁ। ଆଜି ଅନେକ ଲୋକ ସେମାନେ ବିଭିନ୍ନ କାରଣରୁ ବାପ୍ତିସ୍ମ ନେଉଛନ୍ତି। ନା ଗୋଟେ ଖ୍ରୀଷ୍ଟିଆନ ଝିଅକୁ ବାହା ହେଇଯିବୁ କି ପୁଅକୁ ବାହା ହେଇଯିବୁ, ସେମାନେ ଶରୀରର ଇଚ୍ଛା ଅନୁସାରେ ବାପ୍ତିସ୍ମ ନେଉଛନ୍ତି। ମଣ୍ଡଳୀର କିଛି ଦାୟିତ୍ୱ ବହନ କରିବାର ଅଛି ବୋଲି ସେମାନେ ବାପ୍ତିସ୍ମ ନେଉଛନ୍ତି। ସେ ବାପ୍ତିସ୍ମ ଗୁଡ଼ିକ ବିବ୍ଲିକାଲ ବାପ୍ତିସ୍ମ ଗୁଡ଼ିକ ନୁହେଁ। ମାତ୍ର ଯୋଉ ବାପ୍ତିସ୍ମ ବାଇବଲରେ ଆମମାନଙ୍କୁ କୁହାଯାଏ, ସେଇ ବାପ୍ତିସ୍ମ ଗୁଡ଼ିକକୁ ଆମେ ନେବାର ଆବଶ୍ୟକ ରହିଅଛି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଆଉ ଅନୁଗ୍ରହ କରନ୍ତୁ, ଯେ ପ୍ରକାର କି ଆମେ ବାପ୍ତିସ୍ମ ନେବା, ତାପରେ ଆମେ ପ୍ରଭୁ ଭୋଜର ଅଂଶୀ ହେବା, ଏହା ବାଇବଲ ଆମମାନଙ୍କୁ ଶିଖାଏ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ଆଜି ମଧ୍ୟ ତୁମେ ତୁମର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଲ। ବାପ୍ତିସ୍ମ ପ୍ରଥମେ ନିଆଯିବ, ତାପରେ ପ୍ରଭୁ ଭୋଜ ଆମେ ଖାଇବା କଥା। ବାପ୍ତିସ୍ମ ନ ନେଇ ଜଣେ ମୁଁ ପରିତ୍ରାଣ ପାଇଛି କି ପ୍ରକାର କହିବ ପ୍ରଭୁ? ସେଥିପାଇଁ ମୁଁ ପ୍ରାର୍ଥନା କରୁଛି, ଦୟାକରି ତୁମେ ଅନୁଗ୍ରହ କର। ଆମମାନଙ୍କ ସମାଜରେ ପ୍ରଭୁ ରାଇଟ୍ ଡକ୍ଟ୍ରିନକୁ ଚାଲିବା ପାଇଁ ଦିଅ। ରାଇଟ୍ ଡକ୍ଟ୍ରିନ ଅନୁସାରେ ଲୋକମାନଙ୍କୁ ଶିକ୍ଷା ଦେବେ। ଭୁଲ ଡକ୍ଟ୍ରିନରୁ ଲୋକମାନଙ୍କୁ ତୁମେ ଦୟାକରି ତୁମେ ଉଦ୍ଧାର କର। ଆଜି ଅନେକ ଜଣ ପ୍ରଭୁ ବିନା ବାପ୍ତିସ୍ମରେ ପ୍ରଭୁ ଭୋଜ ନେଇ ସେମାନେ ଦଣ୍ଡାଜ୍ଞାନ ଅଂଶୀ ହେଉଛନ୍ତି। ମୁଁ ପ୍ରାର୍ଥନା କରୁଛି, ଦୟାକରି ତୁମେ ସେମାନଙ୍କୁ ଅନୁଗ୍ରହ କର। ସେମାନେ ଯେ ପ୍ରକାର ଏହି ପ୍ରକାର ଶିକ୍ଷା ଗୁଡ଼ିକରୁ ବାହାରି ଆସି ସେମାନେ ରାଇଟ୍ ଡକ୍ଟ୍ରିନରେ ନିଜ ଜୀବନ ଯାପନ କରିପାରିବେ, ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମିନ୍ ଆମିନ୍।
समस्त नमस्कार प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय आ नुआ प्रसंग रे आम परस्पर सहित साक्षात करिबा रहिबा नमस्कार प्रेज द लॉर्ड गॉड ब्लेस यू।